ସନ୍ଧ୍ୟାବେଳେ କିଛି କ୍ରିସ୍ପି ଏବଂ ଚଟପଟା ଖାଇବାକୁ ମନ ହେଉଛି କି? ତାହେଲେ ଚାଲନ୍ତୁ ଆଜି ଆମେ ବନେଇବା ମସଲା ବୁଟ ଚଣା ଭଜା। ତାହା ବି ବହୁତ ସହଜରେ। ଆଉ ଏଥିପାଇଁ ଆମେ ମସଲା ବୁଟ ଚଣା ଭଜା ପାଇଁ ବୁଟ ଭିଜି ଦେଇଛେ। ତ ବୁଟ ଭିଜି ସାରିଲା ପରେ ତାକୁ ପ୍ରେସର କୁକରରେ ପାଣି ଲୁଣ ଟେଷ୍ଟ ହିସାବରେ ଦେଇକି ଏହାକୁ ସିଝିବା ପାଇଁ ବସାଇବା। ସିଝି ସାରିଲା ପରେ ଗୋଟେ ବାଉଲକୁ ବାହାର କରିଦେବା। ଏପଟେ ପ୍ୟାନ୍ରେ ତେଲ ଦେଇଦେବା। ତେଲ ଗରମ ହେଇସାରିଲା ପରେ କଞ୍ଚା ଲଙ୍କା ଜିରା ସୋରିଷ ବିରି ଡାଲି ଏବଂ ଭୃଷଙ୍ଗ ପତ୍ର ଏଡ୍ କରିଦେବା। ଏହାକୁ ଟିକେ ଫୁଟିବା ପାଇଁ ଛାଡ଼ିଦେବା। ତାପରେ ଛୋଟ ଛୋଟ କଟା ହେଇକି ରଖିଥିବା ପିଆଜକୁ ଏବେ ଏଡ୍ କରିଦେବା। ପିଆଜକୁ ଦେଇ ସାରିଲା ପରେ ଏଇଟାକୁ ଭଲ ଭାବରେ ମିକ୍ସ କରିବା। ଆଉ ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ପିଆଜକୁ ଭାଜିବେ। ତାପରେ ଏଇଠି ଆମେ ଏଡ୍ କରିଦେବା ଆମର ବୁଟ ଚଣା। ଗୁଣ୍ଡ ମସଲା ଭିତରେ ମୁଁ ଦେଇଦେଇଛି ଏଇଠି ହଳଦୀ ଗୁଣ୍ଡ ଜିରା ପାଉଡ଼ର ଧନିଆ ପାଉଡ଼ର ଆଉ ଏଇଠି ଦେଇଦେଇଛି ଟେଷ୍ଟ ହିସାବରେ ଲୁଣ। ଦେଇ ସାରିଲା ପରେ ଏହାକୁ ଭଲ ଭାବରେ ମିକ୍ସ କରିଦେବା। ଏବେ ଆମର ପ୍ରସ୍ତୁତି ହେଇଯିବ ମସଲା ବୁଟ ଚଣା ଭଜା। ଏହାକୁ ସନ୍ଧ୍ୟା ସହିତ ଚାରେ ଖାଆନ୍ତୁ କିମ୍ବା ଖାଲିରେ ଖାଆନ୍ତୁ, ବହୁତ ଟେଷ୍ଟି ଲାଗିବ।